ଏହି ରାଶିଙ୍କ ଆରମ୍ଭ ହେଲା ଭଲ ଦିନ। ଟଙ୍କାର ଗଦିରେ ଶୋଇବେ ଏହି ରାଶିର ବ୍ୟକ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ଗ୍ରହମାନଙ୍କର ରାଜକୁମାର କୁହାଯାଏ। କୌଣସି ବ୍ୟକ୍ତିଙ୍କ ଜୀବନରେ କିଛି ଖରାପ ଘଟିଲେ ତାହାକୁ ଗ୍ରହ କିମ୍ବା ରାଶି ଦୋଷ ବୋଲି କୁହାଯାଏ। ବ୍ୟକ୍ତିଙ୍କ କୁଣ୍ଡଳୀରେ କୌଣସି ଗ୍ରହଙ୍କ ପ୍ରଭାବ କାରଣରୁ ଅନେକ ଗୁଡ଼ିଏ ସମସ୍ୟା ଦେଖାଦେଇଥାଏ। ସେହିଭଳି କୌଣସି ଗ୍ରହଙ୍କ ଭଲ ପ୍ରଭାବ ଥିଲେ ବ୍ୟକ୍ତିଙ୍କ ଜୀବନରେ ଭଲ ଏବଂ ଶୁଭ ପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପରିସ୍ଥିତି ଏଥର ବଦଳିଯିବ। ବୃଷ। ବୁଧଙ୍କ ରାଶି ପରିବର୍ତ୍ତନ ହେତୁ ବୃଷ ରାଶିର ଲୋକଙ୍କ ପାଇଁ ଭାଗ୍ୟବାନ ହେବ। କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତି କରିବେ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି କିମ୍ବା ଏକ ଚୁକ୍ତିନାମା କରିପାରିବେ। ପ୍ରେମ ସମ୍ପର୍କ ଭଲ ହେବ। ଆର୍ଥିକ ଅଭାବ ଦୂର ହେବ। ଜୀବନରେ କୌଣସି ସମସ୍ୟା ରହିବ ନାହିଁ। ମିଥୁନ। ବୁଧଙ୍କ ରାଶି ପରିବର୍ତ୍ତନ ଫଳରେ ମିଥୁନ ରାଶିର ବ୍ୟକ୍ତି ବିଶେଷ ଅନେକ ଫାଇଦା ପାଇବାକୁ ଯାଉଛନ୍ତି। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବେ। କଠୋର ପରିଶ୍ରମର ଫଳ ପ୍ରମୋଶନ ମାଧ୍ୟମରେ ମିଳିବ। ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ମଧୁର ହେବ। ଦରମା ବୃଦ୍ଧି ହୋଇପାରେ। ଘରକୁ ମାଡ଼ି ଆସିବ ସୁଖ ଓ ଶାନ୍ତି। ତୁଳା। ଡିସେମ୍ବରରେ ବୁଧ ଗ୍ରହଙ୍କ ମିଳନର ଶୁଭ ପ୍ରଭାବ ହେତୁ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଉନ୍ନତି ଘଟିବ। ଆପଣଙ୍କ ପ୍ରତିଛବି ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଚାକିରିରେ ନୂଆ ସୁଯୋଗ ପାଇବେ ଏବଂ ଦକ୍ଷତା ପ୍ରଦର୍ଶନ କରିବାକୁ ସମର୍ଥ ହେବେ। ଆପଣଙ୍କ ବସ୍ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ ଏବଂ ଉତ୍ସାହିତ କରିବେ। ସହକର୍ମୀମାନଙ୍କ ସହିତ ଆପଣଙ୍କର ସମୟ ଭଲ ହେବ।